मोबाइल रे आमे 100 आप लोड करछोंदी केते प्रकार सब आप लोड करछोंदी सरकार जदि ओटे तंग निजर डेवलप आप जो आपटा सरकार डेवलप करछोंदी पुणी आम सुविधा पई करछोंदी आपन धरंतु ए जो संचार साथी आपटा कोन ना जेतेबेले आपनकर मोबाइलटा हजि जीवो এই ଆପଟା ଦ୍ୱାରା ଆପଣଙ୍କୁ ମୋବାଇଲ ଆପ ଖୋଜିକି ଲୋକ ପାଇ ପାରୁଛନ୍ତି ବା ମୋବାଇଲଟା ଧରନ୍ତୁ ଆଗରୁ ଫ୍ରଡ ମାନେ ନେଇକି ଧର ଗୋଟେ ମୋବାଇଲଟା ହଜିଗଲା ସେ ଲୋକ ସେ ଚୋର କଣ କରୁଥିଲା ନେଇକି ତାକୁ ବିକି ଦଉଥିଲା ଏବେ ଯଦି ଯେତେବେଳେ ଆପଣଙ୍କୁ ସଞ୍ଚାର ସାଥିରେ ଆପଣ ତାକୁ କମ୍ପ୍ଲେନ ଦେଇଦେବେ ସେ ଆଉ ବିକି ପାରିବନି ସେଟାକୁ ଆଉ ଲୋକକୁ ରିଟର୍ନ ମିଳିଯାଉଛି ମୋବାଇଲ ଫୋନ କାହାର କେତେ କଷ୍ଟଲି ମୋବାଇଲ ଫୋନ ଗୁଡା ରିଟର୍ନ ମିଳୁଛି ତାପରେ ଏବେ ଦେଖନ୍ତୁ ସେଇଟା ଯେମିତି ତାପରେ ଦେଖନ୍ତୁ ଆଉ ଗୋଟେ ଜିନିଷ ଆପଣଙ୍କ ନାଁରେ କେତେଟା କଣ ମୋବାଇଲ ମାନେ ଫ୍ରଡ ରେ କିଏ ମୋବାଇଲ କରିଦି ମାନେ ସିମ୍ ନେଇଯାଇଛି କି ଆପଣ ଯାଇକି ସେ ସାଇଟ ରେ ଯାଇକି ଆଧାର କାର୍ଡ ନମ୍ବର ଦେଇଦେବେ ଆପଣଙ୍କୁ ସେଇଟା ଦେଖେଇବ କେତେ ସୁବିଧା ତାପରେ ଆଉ ଗୋଟେ ଜିନିଷ ଧରନ୍ତୁ ଆପଣଙ୍କୁ କିଏ ଗୋଟେ ଆଜେ ବାଜେ କଲ୍ କରୁଛି କି ଆପଣ ଜାଣୁଛନ୍ତି ଏଟା ଫ୍ରଡ ଟା ସାଙ୍ଗେ ସାଙ୍ଗେ ଯାଇକି ଆପଣ କମ୍ପ୍ଲେନ ଦେଇଦେବେ ସେ ସାଇଟ ରେ ଏ ସଞ୍ଚାର ସାଥୀ ଆପ ରେ ଦେଖିବେ କିଛି ଦିନ ପରେ ସେ ନମ୍ବର ଟା ବ୍ଲକ ହେଇଯାଇଥିବ ତାକୁ ପୁରା ସବୁ କଟା ହେଇଯାଇଥିବ ପୁରା ଟୋଟାଲ କାଟି ଦିଆଯିବ ଏଇ ଯୋଉ ଜିନିଷ ସୁବିଧା ଗୁଡା ଏ ସୁବିଧା ଗୁଡା ଯେ ସରକାର ଆମକୁ ଦଉଛନ୍ତି ଆମର ଡାଟାଟା କେମିତି କଣ ପଳଉଛି ଲୋକମାନେ ଆମ ଡାଟା ପ୍ରାଇଭେଟ ପାର୍ଟିଙ୍କ ପାଖକୁ ସେ ଗୁଗଲ ଫେସବୁକ୍ ଅନାବନା ଆପ୍ ସମସ୍ତଙ୍କ ପାଖକୁ ଯିବ କିଛି ନାହିଁ ସରକାରଙ୍କର ଯଦି ଆପ୍ ଲୋଡ ହବ ଏଇଟା ଗୋଟେ କିଏ ମାନେ ପୁରା ମୁଁ ପୁରା ବିରୋଧ କରୁଛି ଏହାର ଜିନିଷଟା ଏଇଟା ଦରକାର ଆଉ ଏଇଟା ଯଦି ସରକାର ଯଦି ଏହା କହିଥାନ୍ତେ ସରକାର ଯେ ଗୋଟେ ନମୋ ଆପ୍ ଟାକୁ ଲୋଡ କର କି ଗୋଟେ ପଲିଟିକାଲ ବାୟସ ଥାନ୍ତା ତାହେଲେ ଗୋଟେ କଣ ଜିନିଷ ଆପଣ କହିଥାନ୍ତେ ଆପଣ କହିବେ ଧର ଆଧାରର ଆପଟା ଲୋଡ କରନ୍ତୁ କହିଲେ ଆପଣ କହିବେ ଡାଟା ଚୋରି ହେଇଯିବ ସେଟା କେମିତି ସରକାର ତ ସମସ୍ତଙ୍କ ଡାଟା ଜାଣୁଛନ୍ତି ଦେଖନ୍ତୁ ସରକାରଙ୍କ ପାଖରେ ଆଧାର କାର୍ଡ ଅଛି ସରକାର କଣ ଜାଣୁନାହାନ୍ତି ଲୋକ କିଏ କୋଉଠି କଣ ତା ଆଡ୍ରେସ କଣ ସବୁ ଆଉ ଏଇଥିରୁ ସେ କଣଟା ଜାଣିପାରିବେ ସରକାର ବା ମନିଟର କରିବେ ସେଥିପାଇଁ ଏଇଟା ସୁବିଧା ପାଇଁ ହଉଛି ଯୋଉମାନେ ଯୋଉ କରୁଛନ୍ତି କମ୍ପ୍ଲେନ ନା ସେ ଗୋଟେ ବିରୋଧୀ ଦଳ ବିରୋଧ କରିବା ପାଇଁ ଏଇଟା ବିରୋଧ କରୁଛନ୍ତି ନହେଲେ ମୋ ମତରେ ଏଇଟାରେ କିଛି ବୋଲି କିଛି ପ୍ରୋବ୍ଲେମ ନାହିଁ ଲୋକଙ୍କ ସୁବିଧା ଏଇଟା ସାର୍ ଗୋଟେ ଚର୍ଚ୍ଚା ହଉଛି ଯେ ଉପଭୋକ୍ତାଙ୍କର ଯୋଉ ଡାଟା ସୁରକ୍ଷା ଅଛି ବ୍ୟକ୍ତିଗତ ଗୋପନୀୟତା ଏଥିରେ କିଛି ଆଞ୍ଚ ଆସିବ କି ଗୋପନୀୟତା ଏଇଠୁ ଜିନିଷ ଦେଖନ୍ତୁ ଆପଣ କହିଲେ ଆପଣଙ୍କର ସେ ଆପ୍ ଟା ଲୋଡ ହେଲା ବେଳେ ଆପ୍ ଆପଣଙ୍କୁ କେତେ ଗୋଟେ ପରମିଶନ ମାଗିବ ସେ ପରମିଶନ ରେ କଣ ମାଗିବ ଯେ ଆପଣଙ୍କର କଣ୍ଟାକ୍ଟ ଲିଷ୍ଟ ରେ କିଏ ଅଛି କି ମାଗୁଛି କି ନାଇଁ ଦେଖିବେ ଯଦି କଣ୍ଟାକ୍ଟ ଲିଷ୍ଟ ରେ ସମସ୍ତଙ୍କ ଡାଟା ମାଗିଲା ତାହେଲେ ଜାଣିବେ ଯେ ଆପଣଙ୍କ ଆଡ୍ରେସ କଣ୍ଟାକ୍ଟ ଆଡ୍ରେସ ଗୁଡା ନେଇଗଲା ଏ ସଞ୍ଚାର ସାଥୀ କଣ୍ଟାକ୍ଟ ଆଡ୍ରେସ ନବନି ସିଏ ଖାଲି ଆପଣଙ୍କର ମାଗିବ କଣ ନା ଆପଣଙ୍କର ଯୋଉ ଆପଣଙ୍କର ଯେତେବେଳେ କରିବେ ସେତେ ଲୋଡ କଲା ବେଳେ ଯୋଉ କଣ ଗ୍ୟାଲେରୀର ଆକ୍ସେସ ଟା ମାଗିବ ମାନେ ସେଠି ଲୋଡ ହବ ଜିନିଷଟା ତାପରେ ଆପଣଙ୍କର ମୋବାଇଲ ଟା କଣ ମାନେ ଆଇଏମଆଇ ନମ୍ବର କଣ ଆପଣଙ୍କ ନାଁ କଣ ଲୋକେସନ କଣ ଏଇ ସବୁ ଜିନିଷ ଗୁଡା ନବ ଆମର ତାହେଲେ ମୋବାଇଲରେ ତ ଶହ ଆପ୍ ଅଛି ଏଇଟା ବି ଲୋଡ ହେଇଗଲା ଆମର କଣଟା ଅସୁବିଧା ହେଇଗଲା ଆଉ ଆମେ ମୋବାଇଲରେ କଣ ରଖୁଛନ୍ତି ଯୋଉଟା ସରକାର ନେଇଯିବେ ଫ୍ରଡ ଆପ୍ ଗୁଡା ନେଇଯାଆନ୍ତି କଣ ନା ଆମର ମୋବାଇଲ ଭିତରେ ଯେତିକି ଆମ ଗ୍ୟାଲେରୀରେ ସବୁ ଥାଏ ଫଟୋ ଥାଏ କିଏ କାହାର ଆଧାର କାର୍ଡ ପ୍ୟାନ କାର୍ଡ ରଖିଥାନ୍ତି କିଏ ଡେବିଟ କାର୍ଡ କ୍ରେଡିଟ କାର୍ଡ ରଖିଥାନ୍ତି ଏମାନେ ଫ୍ରଡ ମାନେ ଯୋଉ ଆପ୍ ଗୁଡା ମାଲିସିୟସ ଆପ୍ ଗୁଡା ସେଇମାନେ ନିଅନ୍ତି କଣ ସରକାରୀ ଆପ୍ ଗୁଡା ଆମର ସେ ମାନେ ଯୋଉ ପର୍ସନାଲ ଫଟୋ ଏଗୁଡା ଭିଡିଓ ନେଇ କଣ କରିବେ ସେଥିପାଇଁ ଏଇଟା ଆକ୍ଚୁଆଲି ପୁରା ସେଫ୍ ଏଇଟା କିଛି ଆର କମ୍ପ୍ଲେନ ହିଁ କରିବା କଥା ନୁହଁ ଏଇ ଜିନିଷ ଏଇ ଜିନିଷଟାକୁ କମ୍ପ୍ଲେନ କରୁଛନ୍ତି ମାନେ ବିରୋଧୀ ଦଳ ଗୁଡା ଯିଏ କରୁଛି ସେ କିଛି ଜାଣିନାହାନ୍ତି ଯେ କଣ ହଉଛି ଆକ୍ଚୁଆଲି ଏଟା ଲୋକଙ୍କ ଦରକାର ପାଇଁ ଦରକାର ହଉଛି ଆଉ କିଛି ପ୍ରାଇଭେସିରେ ପ୍ରୋବ୍ଲେମ ନାହିଁ କିମ୍ବା ଡାଟାରେ ବି ସେ କିଛି ପ୍ରୋବ୍ଲେମ ନାହିଁ ସାର୍ ବିରୋଧୀ ଦଳଙ୍କ କଥାକୁ ନେଇକି କିଛି ଗଣମାଧ୍ୟମ ମଧ୍ୟ ପ୍ରଚାର ପ୍ରସାର କରୁଛନ୍ତି ଯେ ଏହା ଦ୍ୱାରା ନାଗରିକଙ୍କର ଯୋଉ ଗତିବିଧି ଅଛି ତାଙ୍କ ବ୍ୟବହାରକୁ ସରକାର ମାନେ ଗତିବିଧି ଉପରେ ନଜର ରଖିବାକୁ କହୁଛନ୍ତି ୟାକୁ ନେଇ କଣ କହିବେ ସରକାର ଆମର ଗତିବିଧି ଉପରେ ଧରନ୍ତୁ ଆପଣ ତାକୁ ଯଦି ଆମେ ତାକୁ ଲୋକେସନ ଆକ୍ସେସ ଦେଇ ଦେଇଛନ୍ତି ସଞ୍ଚାର ସାଥୀ କି ତାହେଲେ ସିଏ ଆପଣଙ୍କର ଟ୍ରାକ୍ ମାନେ ଜାଣିବ କଣ ହଉଛି ଏବେ ଆମେ ଧରନ୍ତୁ ଆଣ୍ଡ୍ରଏଡ ଆପ୍ ଲୋଡ କରିଛନ୍ତି ଫେସବୁକ୍ କରିଛନ୍ତି ହ୍ୱାଟ୍ସଆପ୍ କରିଛନ୍ତି ସବୁ ଯିଏ ଆମ ମୋବାଇଲରେ ଯେତିକି ଆପ୍ ଅଛି ସବୁ ଜାଣୁଛନ୍ତି ଆମେ କୁଆଡେ କଣ ଯାଉଛନ୍ତି ହଁ ମାନେ ଆମର ଲୋକେସନ ଓଲା ଉବେର ଆପ୍ ଯାହାକୁ ଆପଣ ଦେଉଛନ୍ତି ଲୋକେସନ ଆକ୍ସେସ ଜିପିଏସ୍ ଆକ୍ସେସ ମାନେ ସିଏ ଜାଣୁଛନ୍ତି ସରକାର ବି ଜାଣିଗଲେ ଯଦି ଆପଣ କୁଆଡେ ଯାଇଛନ୍ତି ତାହେଲେ କଣଟା ଅସୁବିଧା ହେଇଗଲା ନହେଲେ ଆପଣ ସେଇଟାକୁ ଯାଇକି ଆପ୍ ଭିତରେ ଅପସନ ଅଛି ଆପଣଙ୍କ ଯୋଉ ଲୋକେସନ ପରମିଶନ ଟାକୁ କାଟିଦେଲେ ଆପଣ ସେ ଜାଣିପାରିବେ ମାନେ ସଞ୍ଚାର ସାଥୀ ଜାଣିପାରିବନି ଯେ ଆପଣ କୋଉଠି ଅଛନ୍ତି କିନ୍ତୁ ଜାଣିଲେ ଆପଣଙ୍କୁ ସୁବିଧା କାହିଁକି ନା ଯେତେବେଳେ ମୋବାଇଲ ହଜିଯିବ କଣ ହବ ଏଇ ଲୋକେସନ ଅପସନ ଟା ଥିଲେ ନା ଜଣା ପଡିବ ଆପଣଙ୍କୁ କୋଉଠି ହଜିଲା କଣ ହେଲା
ସେଇଟା ଲୋକଙ୍କ ସୁବିଧା ପାଇଁ ହେଇଛି। ସରକାର ଜିନିଷ ସରକାର ତ ମାନେ ମୋ ମତରେ ସରକାର ଏଇ ଯୋଉ ସବୁ ଲୋକ କୁଆଡେ କଣ ଗଲେ ଗତିବିଧି ଜାଣିବାଟା ଜିନିଷଟା ଏଇଟା ବେକାର କଥା ଯିଏ କହୁଛି। ଆମେ ଆମେ ମୋବାଇଲରେ ଯେତିକି ସବୁ ଆପ୍ ରଖୁଛନ୍ତି ନା ଆମ ବିଷୟରେ ସମସ୍ତେ ସବୁ ଜାଣି ଯାଇଛନ୍ତି। ଆପଣ ଆମେ ନିଜକୁ ଯେତିକି ଜାଣିନାହାନ୍ତି ଆମଠୁ ବେଶୀ ଗୁଗୁଲ ଫେସବୁକ୍ ଆଉ ଯେତିକି ଆପ୍ ଗୁଡା ଆମକୁ ବେଶୀ ଜାଣିଛନ୍ତି। ଆପଣ ଯଦି ଗୁଗୁଲରେ ଗୋଟେ ଗୁଗୁଲର ମାଇ ଟାଇମ ଲାଇନ ବୋଲି ମାରିଦେବେ ଆପଣ ଲାଷ୍ଟ ଯୋଉ ଦିନଠୁ ମୋବାଇଲ କିଣିଛନ୍ତି ଆପଣ ଯୋଉ ଦିନଠୁ ଆଣ୍ଡ୍ରଏଡ ଫୋନ ୟୁଜ କଲେଣି 15 ବର୍ଷ ହେଲାଣି କୋଉଠିକି କେତେବେଳେ ଯାଇଛନ୍ତି ଚାଲିକି ଗଲେ କି ଗାଡିରେ ଗଲେ କୋଉଠି କଣ ରହିଲେ କୋଉଠି କୋଉ ଜାଗାରେ କେତେ ସମୟ ରହିଲେ କୋଉଠୁ କୋଉଠିକି ଆଇଲେ ସବୁ ଡିଟେଲ ସେଥିରେ ଅଛି। କୋଉଠି ଫଟୋ ଉଠେଇଲେ ସବୁ ଆପଣ ମାଇ ଟାଇମ ଲାଇନ ରେ ପାଇଯିବେ। ସେଇଟା ଯଦି ମାନେ ଗୁଗୁଲ କୁ ଆମେ ଦେଇ ଦଉଛନ୍ତି ସେଇ ଜିନିଷ ସରକାର ତ ନଉନାହାନ୍ତି ସେ ଜିନିଷ ତଥାପି ଆମେ ସରକାରକୁ କାହିଁ କହିବା। ଏଇଟା ଭଲ ଜିନିଷଟା ମାନେ ଯୋଉ କରୁଛନ୍ତି ପୁରା ଦେଖିବେ ଏଗୁଡା ଜିନିଷରେ ମାନେ କିଛି ଯେମିତି ଆଧାର ହେଲା ବେଳେ ବି ସେମିତି ମାନେ ବିରୋଧୀ ଦଳ ମାନେ କହୁଥିଲେ ଆରେ ଗୋଟେ ଲଜିକ ସହିତ କହିବା କଥା ନା ଜିନିଷ ଏଇଟାରେ ଏଇ ଜିନିଷଟାରେ ସରକାର କହୁଛନ୍ତି ସାଇବର କ୍ରାଇମ ତ କମିବନି କିନ୍ତୁ ଲୋକଙ୍କୁ ଜଲ୍ଦି ଏଥିରେ ରିପୋର୍ଟିଂ ଫ୍ୟାସିଲିଟି ଟା ଅଛି ଏଇ ସଞ୍ଚାର ସାଥିରେ। ଏଇଟା ନାହିଁ ଯେ ଏଇଟା ଲୋଡ କରିଦେଲେ ସାଇବର କ୍ରାଇମ କମିଯିବ କିନ୍ତୁ ରିପୋର୍ଟିଂ ଯୋଉ ଲୋକମାନେ ଯୋଉ ହଇରାଣ ହଉଥିଲେ ଆପଣ ଦେଖନ୍ତୁ ଆପଣଙ୍କର ଏବେ ଧରନ୍ତୁ ଗୋଟେ ଆପଣଙ୍କୁ କିଏ ଗୋଟେ ସାଇବର ଫ୍ରଡ ବାଲା କଲ୍ କରୁଛି ରେଗୁଲାର କରୁଛି କି କିଏ ଗୋଟେ ଡରଉଛି ଧମକଉଛି ଆପଣଙ୍କୁ କଣ କହିବାକୁ ପଡୁଥିଲା। ଧରନ୍ତୁ ଆପଣ ଅଛନ୍ତି ଏବେ ଫୁଲବାଣୀରେ ବୌଦ୍ଧରେ ଅଛନ୍ତି ସେ ଦୂର ଜାଗାରେ ଆପଣଙ୍କୁ ବ୍ରହ୍ମପୁର କି ଆଖପାଖ ଜାଗାକୁ ସାଇବର ପୋଲିସ ଷ୍ଟେସନକୁ ଆସିବାକୁ ପଡୁଥିଲା। ଆସିବେ ସେଠି କମ୍ପ୍ଲେନ ଦେବେ 2 ଦିନ ରହିବେ ତାପରେ ଆଉଥରେ ଯିବେ। ଏବେ କଣ ଏଇ ଆପ ରେ ଗଲେ ସାଙ୍ଗେ ସାଙ୍ଗେ ଅନଲାଇନ ରେ ହିଁ ଆପ୍ଲାଏ କରିଦେଲେ ଯେ ଏଇ ଲୋକ ମତେ ଡରଉଛି ଧମକଉଛି ବା ଏଇ ଲୋକ ମତେ ଫେକ୍ ମେସେଜ କି ସ୍କାମ ମେସେଜ କି ପଇସା ମାଗୁଛି ଇନଷ୍ଟାଣ୍ଟଲି ଅନଲାଇନ ରେ ହେଇଗଲା। ଏଇଟା ସୁବିଧା ନା ଆଉ ଏଇଟା ଲୋକଙ୍କ ସୁବିଧା ପାଇଁ ହେଇଛି। ଏଇଥିରେ ସରକାର ଆମ ଡାଟା ନେଇଯିବେ ପ୍ରାଇଭେସି ନେଇଯିବେ ଏଇଟା ଯିଏ କହୁଛି ନା କିଛି ପ୍ରାକ୍ଟିକାଲି ଜିନିଷ କହୁନାହାନ୍ତି। କି ଗୋଟେ ଥାର୍ଡ ପାର୍ଟିର ଆପ୍ ଲୋଡ ହେଇଥାନ୍ତା କି ପଲିଟିକାଲ ବାୟସ ହେଇଥାନ୍ତା ଆପଣ କହିଥାନ୍ତେ। ସେଥିପାଇଁ ଏଇଟାରେ ମୋର ମତରେ ମୁଁ କହୁଛି ଏଇଟା ପୁରା ସେଫ୍ ଆଦେହରେ କିଛି ଅସୁବିଧା ହିଁ ନାହିଁ। ସାର୍ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବ୍ୟକ୍ତିଗତ ଡାଟା ଏଥିରେ ସଂଗ୍ରହ ଏଇ ଆପ୍ ଦ୍ୱାରା କରାଯାଏ ନାହିଁ ଏବଂ ଏହା ଜାତୀୟ ସୁରକ୍ଷା ପାଇଁ ଏଇଟା ଜରୁରୀ କଣ କହିବେ ସାର୍? ହଁ ମୁଁ ବି ତ ସେଇଆ କହୁଥିଲି ନା ଏଥିରେ ପର୍ସନାଲ ଡାଟା କଲେକ୍ଟ କାହିଁ କରିବେ ଆମ ମୋବାଇଲରେ ଯୋଉ ଆପ୍ ଗୁଡା ଯୋଉଗୁଡା ସବୁ ଡାଟା ନିଅନ୍ତି ମାନେ କଣ ଆପଣଙ୍କ ଶୁଣନ୍ତୁ ଆପଣ ମୋବାଇଲରେ କଣ ରଖନ୍ତି ଫାଷ୍ଟ ବୁଝନ୍ତୁ। ଆମେ ମୋବାଇଲରେ ଆମର ସବୁ କଣ୍ଟାକ୍ଟ ନମ୍ବର ଗୁଡା ରଖନ୍ତି ଆଉ ନିଜର ଫଟୋ ଭିଡିଓ ଗୁଡା ରଖନ୍ତି ଏତିକି ତ। ଏତିକି ଜିନିଷ ସରକାର କାହିଁକି ନେବେ ଆମଠୁ ଆମର ଯୋଉ ଆମେ କୋଉଠି କୋଉ ଗଲେ ବୁଲିବାକୁ କୋଉଠି ଫଟୋ ଉଠେଇଲେ ସେଗୁଡା ସରକାର ନେଇ କଣ କରିବେ ସେ ଭିଡିଓ ନେଇ କଣ କରିବେ। ପର୍ସନାଲ ଜିନିଷ ସରକାର କିଛି କଲେକ୍ଟ କରିବେ ନାହିଁ କି ଆପଣଙ୍କର ଧରନ୍ତୁ ଆପଣ ଏବେ ଆପଣଙ୍କ ହ୍ୱାଟ୍ସଆପ ଲୋଡ କରିଛନ୍ତି ଟ୍ରୁ କଲର ଲୋଡ କରିଛନ୍ତି ଆପଣଙ୍କ କଣ୍ଟାକ୍ଟ ଡିଟେଲ ସବୁ ଯାଇଛି ତାଙ୍କ ପାଖରେ ଅଛି। ଯଦି ବି ସେଇ କଣ୍ଟାକ୍ଟ ଡିଟେଲ ଆପଣ ସରକାର ତ ସେଇଟା ନେବେନି କହୁଛନ୍ତି ଯଦି ବି ସରକାର ପାଖକୁ ଗଲା କଣ ସରକାରଙ୍କର କଣ ମୋବାଇଲ ନମ୍ବର ସରକାର ଜାଣୁନାହାନ୍ତି ସେମିତି ଯେତିକି ଟେଲିକମ କମ୍ପାନୀ ଅଛନ୍ତି ସେ ତ ସରକାରଙ୍କ ଅଣ୍ଡରରେ ନା ସିଏ କଣ ଜାଣୁନାହାନ୍ତି ବିଏସଏନଏଲ ର କଣ ନମ୍ବର ଭୋଡାଫୋନ ର କଣ ନମ୍ବର କି ଜିଓ ର କଣ ନମ୍ବର। ସେଥିପାଇଁ କଣ୍ଟାକ୍ଟ ମାନେ ଆମେ ବୁଝିବା କଥା ଯେ ମୋବାଇଲରେ କଣ ରହୁଛି ଆମ ଡାଟା ସରକାର ନେବେ ନାହିଁ କି ତାଙ୍କର ଦରକାର ନାହିଁ ସେଗୁଡା କିଛି କାମକୁ ନାହିଁ। ସାଇବର ଫ୍ରଡ ମାନେ ଆଉ ଫେକ୍ ଏ ଯୋଉ ଆପ୍ ମାନେ ନିଅନ୍ତି କଣ ପାଇଁ ନା ନେବେ ଆମକୁ ବ୍ଲାକମେଲ କରିବେ ସେଇଥିପାଇଁ ସେମାନେ ନିଅନ୍ତି। ଏ ସରକାର କଣ ଆମକୁ ବ୍ଲାକମେଲ କରିବେ ନା ଅସୁବିଧାରେ ପକେଇବେ। ଏଇଟା ସରକାର ସୁବିଧା ପାଇଁ କରୁଛନ୍ତି କଲେ ଲୋକମାନେ କଣ ହେବେ ନା ଲୋକମାନେ ଆୱେର ହେବେ ଜଲ୍ଦି ଜଲ୍ଦି ଲୋକମାନେ ଏଇ ଜିନିଷଟାକୁ ଜାଣିବେ। ଆଗରୁ କଣ ହଉଥିଲା ଆପଣ ସଞ୍ଚାର ସାଥୀ କଣ ବହୁତ ଲୋକ ଜାଣିନଥିଲେ ବହୁତ ଲୋକ 95% ଲୋକ ଜାଣିନଥିଲେ। ମୋବାଇଲ ହଜିଗଲେ କିଛି କଣ କରାଯିବ ଜାଣୁନଥିଲେ। ଏବେ କଣ ଆପଣଙ୍କ ନାଁରେ କେତେଟା ସିମ୍ ଅଛି ଆପଣ ବି କେବେ ଦେଖିନଥିବେ କି ଜାଣିନଥିବେ ଏଇ ଆପ ରେ ଅଛି। ଆପଣ ଯିଏ ଆଧାର କାର୍ଡ ନମ୍ବର ଦେଇଦେଲେ ଦେଖେଇଦବ ଯେ ଆପଣଙ୍କ ନାଁରେ 4ଟା କି 5ଟା ସିମ୍ ଅଛି। ଆପଣ ଘରେ ମୁଁ ତ 2ଟା ସିମ୍ ମୁଁ ଗୋଟେ ମୋ ୱାଇଫ ଗୋଟେ କି ମୋ ବାପା ମା ଗୋଟେ ମୁଁ ଆଧାର କାର୍ଡ ଦେଖେଇକି ନେଇଛି ଆର 2ଟା କୁଆଡୁ ଆଇଲା ସେଟା ବନ୍ଦ କରିବେ। ସେଟା ବନ୍ଦ କଲେ ସାଙ୍ଗେ ସାଙ୍ଗେ ଇନଷ୍ଟାଣ୍ଟଲି ବନ୍ଦ ହବ। ଏଇ ସବୁ ଯେତେ ସୁବିଧା ଜିନିଷ ଏଇଟା ସିଟିଜେନ ଭଲ ଦେଶବାସୀଙ୍କ ସୁରକ୍ଷା ପାଇଁ ଦିଆହେଇଛି। ଏଇଟା ମାନେ କିଛି ବୋଲି କିଛି ସନ୍ଦେହ କରିବା କଥା ନାହିଁ ଏ ଆପ୍ ବିରୁଦ୍ଧରେ।